କିଛି ଦିନରୁ ତୁମ ମନରେ ଏକ ଇଚ୍ଛା ରହିଛି। ଏହାକୁ ପୂରଣ କରିବାର ସମୟ ଆସିଯାଇଛି। ତେଣୁ ଆଗକୁ ବଢ଼ ଏବଂ ଯାହା ଚାହୁଁଛ ତାହା କିଣ। ପଇସା ବିଷୟରେ ଚିନ୍ତା କର ନାହିଁ। ମୁଁ ସେ ବ୍ୟବସ୍ଥା କରୁଛି। ତୁମେ କେବଳ ତୁମ ମନର ସେହି ଇଚ୍ଛାକୁ ଜାଗ୍ରତ କର ଯାହାକୁ ତୁମେ ନିଜ ଭିତରେ ଦୀର୍ଘ ସମୟ ଧରି ଚାପି ରଖିଛ ଏବଂ ଏହାକୁ ପୂରଣ କର। ଯେଉଁଭଳି ଭାବରେ ତୁମେ ତୁମର ପ୍ରିୟଜନଙ୍କର ଧ୍ୟାନ ରଖ, ପ୍ରତ୍ୟେକ ଦିନ ସେମାନଙ୍କର ଭାବନା ଏବଂ ଆବଶ୍ୟକତାର ଧ୍ୟାନ ରଖ, ଯତ୍ନ ନିଅ। ଠିକ୍ ସେହିଭଳି ନିଜକୁ ମଧ୍ୟ ଧ୍ୟାନ ଦିଅ। ଜାଣି ରଖ, ଜୀବନରେ ସଂଘର୍ଷ ସମସ୍ତଙ୍କୁ କରିବାକୁ ପଡ଼ିଥାଏ। ସେଥିପାଇଁ ସବୁବେଳେ ସଂଘର୍ଷ ପାଇଁ ପ୍ରସ୍ତୁତି ହେବା ଉଚିତ। ଯେତେବେଳେ ସଂଘର୍ଷମୟ ଜୀବନ ଆରମ୍ଭ ହୁଏ, ତୁମେ ପ୍ରତ୍ୟେକ ମୁହୂର୍ତ୍ତକୁ ବହୁତ କଷ୍ଟଦାୟକ ମନେକର। କିନ୍ତୁ ଯେତେବେଳେ ଏହି ସଂଘର୍ଷ ଏବଂ କଠିନ ପରିଶ୍ରମ ଯାହା ତୁମେ ବର୍ଷ ବର୍ଷ ଧରି କରିଆସିଛ, ଯେତେବେଳେ ତାହା ସଫଳତା ରୂପରେ ଆଶୀର୍ବାଦ ଭାବରେ ତୁମ ପାଖକୁ ଫେରିଆସେ, ତେବେ ତୁମକୁ ଅନୁଭବ ହୁଏ ଯେ ସେହି ସମୟରେ ସଂଘର୍ଷ କରିବା କେତେ ଜରୁରୀ ଥିଲା। କାରଣ ଆଜି ତୁମେ ଯାହା ବି ଅଛ, ସେହି ସଂଘର୍ଷପୂର୍ଣ୍ଣ ଦିନଗୁଡ଼ିକ ହେତୁ। ଠିକ୍ ନା? ତେଣୁ ଯେତେବେଳେ ବି ସଂଘର୍ଷ କରିବାକୁ ପଡ଼ିଥାଏ, ତେବେ ନିଜର ମନକୁ ଦୁଃଖ କର ନାହିଁ। ବରଂ ଖୁସି ହୋଇ ଖୁବ୍ କଠିନ ପରିଶ୍ରମ କର। ତେବେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଯେତେ ସଂଘର୍ଷରେ ପରିପୂର୍ଣ୍ଣ ହେଉନା କାହିଁକି, ତୁମକୁ ବହୁତ ସୁଖମୟ ଲାଗିବ। ଜୀବନକୁ ଆନନ୍ଦରେ ଉପଭୋଗ କରିପାରିବ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।